ଥରେ ଦୁଇଜଣ ସାଙ୍ଗ ପାଠପଢ଼ା ସାରି ଜଙ୍ଗଲ ବାଟ ଦେଇ ଗାଁକୁ ଫେରୁଥାନ୍ତି। କିଛି ବାଟ ଗଲା ପରେ ଘଞ୍ଚ ଜଙ୍ଗଲ ପଡ଼ିଲା। ଜଣେ ଆଉ ଜଣଙ୍କର ହାତ ଧରାଧରି ହେଇ ଚାଲିଲେ। ଦୁଇଜଣଙ୍କ ମନରେ ପ୍ରବଳ ଭୟ ଆସୁଥାଏ। ଏଇ ଖରାଦିନେ ସଞ୍ଜ ହେଲେ ମହୁଲ ଫୁଲ ଖାଇବାକୁ ଭାଲୁ ବାହାରେ ବୋଲି ସେ ଦୁଇଜଣ ଗାଁ ଲୋକଙ୍କଠୁ ଶୁଣିଥିଲେ। ସଞ୍ଜ ଗଡ଼ିବା ସହିତ ଦୁହିଁଙ୍କ ଭିତରେ ଭୟ ବି ବଢ଼ୁଥାଏ। ଜଣେ ଆଉ ଜଣଙ୍କୁ କଥା ଦେଲେ ଯେ ଯଦି କେହି ପଶୁଜନ୍ତୁ ସାମ୍ନାକୁ ଆସିବେ ସେମାନେ ମିଳିମିଶି ସେ ପଶୁକୁ ସାମ୍ନା କରିବେ। ବିପଦ ବେଳେ କେହି କାହାକୁ ଛାଡ଼ିକି କୁଆଡ଼େ ଯିବେନି। ଏମିତି କଥା ହେଇ କିଛି ବାଟ ଯାଇଛନ୍ତି, ସାମ୍ନାରୁ ବୁଦା ଉହାଡ଼ରୁ କଳା ମଚମଚ ଏକ ବିରାଟ ଭାଲୁ ବାହାରି ଆସିଲା। ଦୁଇ ସାଙ୍ଗଙ୍କର ହାଲୁକ ଶୁଖିଗଲା। ପ୍ରଥମ ସାଙ୍ଗ ଚଟାପଟ ପାଖରେ ଥିବା ଗୋଟେ ଗଛକୁ ଚଢ଼ିଗଲା। ଦ୍ୱିତୀୟ ସାଙ୍ଗକୁ କିଛି ବୁଦ୍ଧିବାଟ ଦିଶିଲାନି, କାରଣ ସେ ଗଛ ଚଢ଼ା ଜାଣିନି। ସେ କ'ଣ କରିବ ଏ କଥା ଭାବୁ ଭାବୁ ତା ମୁଣ୍ଡକୁ ଗୋଟେ ବୁଦ୍ଧି ଆସିଲା। ସେ ଚଟାପଟ ସେଇ ଗଛ ତଳେ ଶୋଇପଡ଼ିଲା। ଭାଲୁ ଆସି ଗଛ ମୂଳେ ପହଞ୍ଚିଲା। ଉପରକୁ ତଳକୁ ଚାହିଁଲା। ତଳେ ଶୋଇଥିବା ପିଲାଟିକୁ ଭାଲୁ ମୁଣ୍ଡରୁ ପାଦ ଯାଏ ଶୁଙ୍ଘିବାକୁ ଲାଗିଲା। ପିଲାଟି ଜାଣି ଜାଣି ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରିଦେଲା, କାରଣ ସେ ଶୁଣିଥିଲା ମରିଯାଇଥିବା ଜୀବକୁ ଭାଲୁ ଜମାରୁ ଛୁଏଁ ନାହିଁ। ଭାଲୁ କିଛି ସମୟ ଏପଟୁ ସେପଟ ଯାଇ ଶୁଙ୍ଘିଲା, ଚାରିପଟରେ ବୁଲିଲା, ତାପରେ ସେଠୁ ଚାଲିଗଲା। ଭାଲୁ ଚାଲିଯିବା ମାତ୍ରେ ପ୍ରଥମ ସାଙ୍ଗଟି ତରବର ହେଇ ଗଛ ତଳକୁ ଓହ୍ଲେଇ ଆସିଲା। ଦ୍ୱିତୀୟ ସାଙ୍ଗଟି ଝାଡ଼ିଝୁଡ଼ି ହେଇ ଠିଆ ହେଇଗଲା। ପ୍ରଥମ ସାଙ୍ଗ ଯିଏ ଗଛରେ ଚଢ଼ି ଯାଇଥିଲା ସେ ଦ୍ୱିତୀୟ ସାଙ୍ଗକୁ ପଚାରିଲା, ସାଙ୍ଗ, ଭାଲୁ ଚୁପଚାପ ତ କାନ ପାଖରେ କ'ଣ କହୁଥିଲା କି? ଦ୍ୱିତୀୟ ସାଙ୍ଗ କହିଲା, ଭାଲୁ ମୋତେ କହିଲା ବିପଦ ବେଳେ ଯିଏ ଛାଡ଼ି ପଳାଏ ସେ ସାଙ୍ଗ ନୁହଁ, ଶତ୍ରୁ। ତାଠୁ ସବୁବେଳେ ଦୂରେଇ ରହିବୁ। ଏତିକି କହି ଦ୍ୱିତୀୟ ସାଙ୍ଗ ଆଗକୁ ଆଗକୁ ଚାଲିଲା।